ଆମର ଯେଉଁ ଅଛନ୍ତି ସିଡବ୍ଲ୍ୟୁସିର ଚେୟାରପର୍ସନ୍ ଆମର ଅଛନ୍ତି ସ୍ୱର୍ଣ୍ଣଲତା ମହାନ୍ତି ମ୍ୟାଡ଼ାମ୍, ସିଏ ଗୋଟେ ରିପୋର୍ଟ ଦେଇଥିଲେ ଯେଉଁଟାକି ଆମର ଧର୍ମଗଡ଼ରେ ଅଛି ଯଶୋଦା ଅନାଥ ଆଶ୍ରମ। ଆଉ ସେଠୁ ଗୋଟେ ପିଲାକୁ ଆମର ଜଣେ ଅଛନ୍ତି କପୁଲ ଏଠିକାର ଆମ ଇରିଗେସନ୍ କଲୋନୀର, ସେ ତାକୁ ଆଡପ୍ସନ୍ କରିଥିଲେ ଯେଉଁଟାକି ମାନେ ପ୍ରପର୍ ୱେରେ ହେଇନଥିଲା। ଆଉ ସେଥିପାଇଁ ସେ ଗୋଟେ ରିପୋର୍ଟ କରିଥିଲେ। ସେଥିରେ ଆମେ ଗୋଟେ ଟାଉନ୍ ଥାନାରେ କେସ୍ ନମ୍ବର 75 ଆଉ ଅଣ୍ଡର ସେକ୍ସନ୍ 319 BNS ଅବ୍ଲିକ୍ 80 JJ ଆଣ୍ଡ P ଆକ୍ଟରେ ଆମେ କେସ୍ କରିଛୁ। କେସ୍ କରିକି ଆମେ ତଦନ୍ତ କରୁଛୁ। ଆଉ ଏଥିରେ ଆମେ ସବୁ ଆସ୍ପେକ୍ଟକୁ ଦେଖୁଛୁ, ସେ କେଉଁ ଆସ୍ପେକ୍ଟରେ ଜିନିଷଟା କେମିତି ହେଇଥିଲା, କାହିଁକି ସେ ତାକୁ ଇଲିଗାଲ ୱେରେ କରିଥିଲେ, ପ୍ରପର୍ ପ୍ରୋସିଜର ଫଲୋ କରିନଥିଲେ। ଆଉ ସେଇଟା ଆମେ କରୁଛୁ। ବର୍ତ୍ତମାନ ଛୁଆଟି ରେସ୍କ୍ୟୁ ହେଲା ପରେ ଆମେ ତାକୁ ନେହେରୁ ସେବା ସଂଘରେ ତାଙ୍କୁ ବର୍ତ୍ତମାନ ଛଡ଼ା ହେଇଛନ୍ତି। ଆଉ ସେ ସେଠାରେ ଅଛନ୍ତି। ନାଇଁ, କରିନାହାନ୍ତି। ଯେଉଁଟା ପ୍ରପର୍ ପ୍ରୋସିଜର ଯେହେତୁ ଫଲୋ କରିନାହାନ୍ତି, ନା ଇଏ କରିଛନ୍ତି ନା ଯିଏ ଯେଉଁ ଅନାଥ ଆଶ୍ରମରେ ଥିଲେ ଆମର ଧର୍ମଗଡ଼ରେ, ସିଏ ମଧ୍ୟ ପ୍ରପର୍ ପ୍ରୋସିଜର ଫଲୋ କରିନାହାନ୍ତି। ତେଣୁ ଏଇଟା ଇଲିଗାଲ, ସେଥିପାଇଁ ଆମେ ରେସ୍କ୍ୟୁ କରି କେସ୍ ମଧ୍ୟ କରିଛୁ। ସେ ଆସ୍ପେକ୍ଟ ବର୍ତ୍ତମାନ ଆମେ ଦେଖିନୁ, ଭେରିଫାଏ କରିନୁ। ବଟ୍ ବର୍ତ୍ତମାନ ତ ପ୍ରାଇମା ଫେସି ଲାଗୁନାହିଁ। ବଟ୍ ହାଉଏଭର ଆମେ ସେ ଆଙ୍ଗେଲକୁ ମଧ୍ୟ ଦେଖିକି ଇନଭେଷ୍ଟିଗେସନ୍ କରିବୁ। ଶୁଣନ୍ତୁ, ଆମେ ବର୍ତ୍ତମାନ ସେଇଟା ସଠିକ୍ ଭାବରେ କନଫର୍ମ କହିପାରିବୁନି। ବଟ୍ ଯାହା ଆମେ ଶୁଣିବା ପାଇଁ ପାଉଛୁ, ତାଙ୍କର ସେଇ ଟାଇପ୍ର କିଛି ଛୁଆଙ୍କର ଡିଜିଜ୍ ଅଛି। ଆଗରୁ ସେ କେଉଁଠୁ ଆଡପ୍ଟ ହେଇଥିଲେ, ତାଙ୍କୁ ପୁଣି ସେ ଫେରି ଆସିଛନ୍ତି। ଦେଟ୍ ଇଜ୍ ଲିଗାଲ କମ୍ପ୍ଲିସିଟି ଅଛି ସେଥିରେ। ବଟ୍ ହାଉଏଭର ଆମେ ସଠିକ୍ ସେଇଟା ଯେହେତୁ ଆମେ ହେଇନୁ କନଫର୍ମ, କହିବାଟା ଠିକ୍ ହେବନି। ଆଇନଗତ ଦିଗଟା କ'ଣ କହୁଛି ଯେ ଜଣେ ଥରେ ଆଡପ୍ଟ ହେଇଥିଲେ, ତାପରେ ପୁଣି ତାଙ୍କୁ ଫେରାଇ ଦିଆଯାଇଛି, ଆଉ ଥରେ ସେ ରିଆଡପ୍ଟ ହେବେ ନା କିଏ ନେଇପାରିବ? ନାଇଁ, ଶୁଣନ୍ତୁ, ତାର ପୁରା ଆମର SOP ଅଛି, କ୍ଲିୟର ଗାଇଡଲାଇନ୍ସ ଗଭର୍ଣ୍ଣମେଣ୍ଟର ଅଛି। ବର୍ତ୍ତମାନ ଏ କ୍ଷେତ୍ରରେ ସେ ଗାଇଡଲାଇନ୍ସ କିଛି ବି ଫଲୋ ହେଇନି ମାନେ ବଟ୍ ଇଜ୍ ପିଓରଲି ଇଲିଗାଲ। ତ ସେଇ ଆସ୍ପେକ୍ଟରେ ଆମେ କେସ୍ ଗାଇଡଲାଇନ୍ ଅଛି ଆମର ସିଡବ୍ଲ୍ୟୁସି ମ୍ୟାଡ଼ାମ୍ କହିପାରିବେ। ବହୁତ ଗାଇଡଲାଇନ୍ ଅଛି, ମାନେ ଆଡପ୍ସନର ପ୍ରାୟର ନୋଟିସ୍ ଦେବେ, ଆଡମିନିଷ୍ଟ୍ରେସନକୁ ଦେବେ, ସେଠି ଦେବେ, ବହୁତ ପ୍ରୋସିଜର ଅଛି ଯେଉଁଟାକି ଲେନ୍ଦି ଜିନିଷ। ସେଟା ମୁଁ ବି ଏତେ ଡିଟେଲ୍ ଏବେ କହିପାରିବିନି। ନାଇଁ, ଗାଇଡଲାଇନ୍ ଅଛି। ଗାଇଡଲାଇନ୍ଟା ଯେଉଁଟାକି ମୁଁ ବି ଆପଣଙ୍କୁ କହିପାରିବିନି, ବହୁତ ଲମ୍ବା ଗାଇଡଲାଇନ୍ଟା ଅଛି। ବଟ୍ ସେ ଗାଇଡଲାଇନ୍ ଯେହେତୁ ଫଲୋ ହେଇନି, ସେଥିପାଇଁ ସିଡବ୍ଲ୍ୟୁସି ମ୍ୟାଡ଼ାମ୍ ଆମର ଇନକ୍ୱାରି କରିକିରି ସେ ପ୍ରପରଲି ଇନକ୍ୱାରି କରିକି ଗୋଟେ ରିପୋର୍ଟ ଦେଲେ। ବର୍ତ୍ତମାନ ସେ ପର୍ପସ୍ ଆମେ କିଛି ଆଉ ପାଇନୁ। ଯାହା ପ୍ରାଇମା ଫେସି ଜଣାପଡ଼ୁଛି ସିଏ ତାକୁ ଆଡପ୍ସନ୍ ଉଦ୍ଦେଶ୍ୟରେ ନେଇଥିଲେ। ବଟ୍ ଯେହେତୁ ପ୍ରପର୍ ପ୍ରୋସିଜର ଫଲୋ ହେଇନି, ସେଟାକୁ ଆମେ ଆଡପ୍ସନ୍ କହିପାରିବୁ। କେତେ ବର୍ଷର? 8 ବର୍ଷର। 8 ବର୍ଷ ବେଲ୍ ଚାଲିଛି। JJ ଆକ୍ଟରେ ଯିବ? ହଁ, JJ ଆକ୍ଟ ଆମେ କେସ୍ କରୁଛୁ, JJ ଆକ୍ଟରେ କରୁଛୁ।